ରାମ ମନ୍ଦିରରେ 45 ଦିନ ଜଳିବ 108 ଫୁଟ ଧୂପକାଠି। ଭକ୍ତମାନେ ଗୋଟିଏ ଘଣ୍ଟାରେ 9ଟି ଦେଶର ସମୟ ଜାଣିପାରିବେ। ସେଥିପାଇଁ ରାମ ମନ୍ଦିରରେ ଘଟିଲା ବଡ଼ ଚମତ୍କାର। ଭକ୍ତମାନେ ଜାଣି ଖୁସି ହେଲେ। ତେବେ କହି ରଖୁଛୁ ଯେ ଜାନୁଆରୀ 22 ତାରିଖରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଆୟୋଜିତ ହେବ। ଏହାରି ଭିତରେ ଘଟିଛି କିଛି ବଡ଼ ଚମତ୍କାର ଏବଂ ଆଉ କିଛି ଭକ୍ତମାନେ ଏମିତି କିଛି କରି ଦେଖାଇଛନ୍ତି ଯାହା ଚାରିଆଡ଼େ ଚର୍ଚ୍ଚା ଧରିଛି। ତେବେ କହି ରଖୁଛୁ ଯେ ଧୂପକାଠି ଏମିତି ପ୍ରସ୍ତୁତ ହେଇଛି ଯେ ଲୋକେ ଶୁଣିଲେ ଆଶ୍ଚର୍ଯ୍ୟ ହେଉଛନ୍ତି। 45 ଦିନ ଜଳିବ ଗୋଟିଏ ଧୂପକାଠି। ଏବେ ଚର୍ଚ୍ଚାରେ 108 ଫୁଟ ଲମ୍ବା ଧୂପକାଠି ଏବଂ ଓଜନ ହେଲା 3428 କିଲୋଗ୍ରାମ। ଏହାର ମୋଟ ମୋଟେଇ 3.5 ଫୁଟ। 108 ଫୁଟ ଲମ୍ବାର ଧୂପକାଠି 45 ଦିନ ଚଳିବ। ତେବେ ଏହି ଧୂପକାଠିକୁ ଗୁଜରାଟର କିଛି କାରିଗର ମାନେ ତିଆରି କରୁଛନ୍ତି। ଏହି ବିଶାଳକାୟ ଧୂପକାଠି ଆସନ୍ତା ଜାନୁଆରୀ 22 ତାରିଖରେ ରାମ ମନ୍ଦିର ପାଖରେ ଜଳିବ ବୋଲି କୁହାଯାଉଛି। ତେବେ ଆଉ ଜଣେ ଭକ୍ତ ତିଆରି କରିଛନ୍ତି ଗୋଟିଏ ଘଣ୍ଟା ସାହାଯ୍ୟରେ 9ଟି ଦେଶର ସମୟ ଏକା ସାଙ୍ଗରେ ଜାଣି ହେବ। ତେଣୁକରି ଏହି ଘଣ୍ଟା ରାମ ମନ୍ଦିରରେ ଲାଗିବ ବୋଲି କୁହାଯାଉଛି। ତେବେ ଆଉ ଗୋଟେ ଚମତ୍କାର ଘଟିଛି। ଶ୍ରମିକମାନେ ରାତିରେ କାମ କରୁଥିବା ବେଳେ ରାମ ମନ୍ଦିରରୁ ଶୁଭିଛି ଶ୍ରୀରାମ ଶ୍ରୀରାମ। ତେଣୁ ଭୟରେ ଅଧା କାମ ବନ୍ଦ କରିଥିଲେ। ପୁଣି ସକାଳୁ ଖୁସି ହୋଇକି କାମ କରିଛନ୍ତି। ଏହା ଶୁଣି ସମସ୍ତେ ଖୁସି ଅଛନ୍ତି, କାହିଁକି ନା ଶ୍ରୀରାମ ନିଜେ ବିଜେ କରିବେ ଆଗକୁ।